ନମସ୍କାର। ଆସନ୍ତୁ ଆଜି ନୂଆ ଏକ ଭିଡ଼ିଓ ସହିତ ଆପଣମାନଙ୍କୁ ସ୍ୱାଗତ କରୁଛି। ଆଜି ବୁଲି ଦେଖିବା କଣ୍ଟ୍ରାକ୍ଟର ଆସୋସିଏସନର ବିଶ୍ୱକର୍ମା ପୂଜା, ସେହି ପୂଜାର ପୂଜା ମେଢ଼ କେମିତି ସଜେଇଛନ୍ତି ଆଲୋକମାଳାରେ। ଝିକିମିକି ଆଲୋକ ବହୁତ ସୁନ୍ଦର ଦେଖାଯାଉଛି। ସେମାନଙ୍କର ସାଜସଜ୍ଜା। ଏହି କଣ୍ଟ୍ରାକ୍ଟର ଆସୋସିଏସନ ପ୍ରତିବର୍ଷ ଏହି ବିଶ୍ୱକର୍ମା ମେଢ଼ ପାଇଁ ଚର୍ଚ୍ଚାରେ ରହିଥାଏ। ପ୍ରତିବର୍ଷ ନୂଆ ନୂଆ ବେଶରେ ସଜେଇଥାନ୍ତି। ନୂଆ ନୂଆ ପ୍ରକାରର ମେଢ଼ ସେମାନେ ଏଇଠି ସ୍ଥାନ ଦେଇଥାନ୍ତି। ସେମାନେ ଏ ବର୍ଷର ମେଢ଼ ଆପଣମାନଙ୍କୁ କେମିତି ଲାଗୁଛି ଦେଖନ୍ତୁ। ଏହି ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ ଦେଖାଉଛି। ଚାରିକଡ଼ ଝିକିମିକି ଆଲୋକ। ଭିତରକୁ ଯିବା, ଭିତରକୁ ପଶିଲା ବେଳେ ଲାଗୁଛି ଗୋଟିଏ ଗୁମ୍ଫା ସଦୃଶ। ପଥରର ଗୁମ୍ଫା ଭିତରେ ସ୍ୱୟଂ ଦେବଶିଳ୍ପୀ ବିଶ୍ୱକର୍ମା ଅବସ୍ଥାନ କରିଛନ୍ତି। ଦେଖନ୍ତୁ ଟିକେ କାନ୍ଥ ଏବଂ ଛାତକୁ କେମିତି ପଥରକୁ ଖୋଳିକିରି ଗୁମ୍ଫା ତିଆରି ହେଇଥିଲା ଭଳିଆ ଲାଗୁଛି। ଏବଂ କାନ୍ଥକୁ ଦେଖନ୍ତୁ କେମିତି ଚିତ୍ର ବିଚିତ୍ରରେ ସଜେଇ ଦିଆଯାଇଛି। ଏପଟେ ଦେଖନ୍ତୁ ସମ୍ପୂର୍ଣ୍ଣ ଭାବରେ ସ୍ୱର୍ଗ ରାଇଜ ଯେମିତି ଅଛନ୍ତି ଦେବଶିଳ୍ପୀ ବିଶ୍ୱକର୍ମା, ସେଇ ଭଳିଆ ଲାଗୁଛି। ନିହାତି ଭାବରେ ସମ୍ପୂର୍ଣ୍ଣ ଅଲଗା ପ୍ରକାରର ଏହି ଚିତ୍ର ବିଚିତ୍ରର କାରୁକାର୍ଯ୍ୟ। ପ୍ରତିବର୍ଷ ଏଇଠି ନୂଆ ନୂଆ ପ୍ରକାର, ଏହା ପୂର୍ବରୁ ଅନେକ ଏଇଭଳିଆ ଚିତ୍ର ବିଚିତ୍ର ଯାହାକି ଉତ୍ତରାଖଣ୍ଡର ଭୂସ୍ଖଳନ, ରାମ ମନ୍ଦିର, ଏଇଭଳିଆ ବିଭିନ୍ନ ପ୍ରକାର ମେଢ଼ ସେମାନେ ଏହି ପଡ଼ିଆରେ ତିଆରି କରିକି ଚର୍ଚ୍ଚା ସାଉଁଟିଛନ୍ତି। ଏ ବର୍ଷର ଇଏ ହେଉଛି ନୂତନ ଶୈଳୀର ମେଢ଼। ଏଠି ଦର୍ଶକ ଆସିକିରି ସେଲଫି ନିଅନ୍ତି, ଫଟୋ ଉଠାନ୍ତି, ମଜାମସ୍ତି। ଏଠି ମେଳା ମଧ୍ୟ ସନ୍ଧ୍ୟା ସମୟରେ ଲାଗିଥାଏ। ଆପଣମାନେ କେବେ ଯଦି ସୁଯୋଗ ପାଆନ୍ତି ଏହି ଜାଗାର ବିଶ୍ୱକର୍ମା ପୂଜାକୁ ବୁଲି ଦେଖିବେ। ଧନ୍ୟବାଦ।